ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା। ଏକଥା କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ। ଏଣିକି ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ମାଗଣା ଚିକିତ୍ସା। ଏକଥା କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ। ଲୋକସଭାରେ ଏକ ବଡ଼ ଘୋଷଣା ସେ କରିଛନ୍ତି। ସଡ଼କ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କୁ ଏଣିକି ନଗଦ ବିହୀନ ଚିକିତ୍ସା ସୁବିଧା ମିଳିବ ବୋଲି ସେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ଯେ ଏନେଇ ନ୍ୟାସନାଲ୍ ହେଲ୍ଥ ଅଥରିଟି NHA ସହଯୋଗରେ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ପରୀକ୍ଷାମୂଳକ ଭାବେ ଏହି ଯୋଜନାକୁ ଚଣ୍ଡିଗଡ଼ ଓ ଆସାମରେ କାର୍ଯ୍ୟକାରୀ କରାଯାଉଥିବା ସେ ପ୍ରକାଶ କରିଛନ୍ତି। ଯୋଜନା ଅନୁଯାୟୀ ଯୋଗ୍ୟ ଆହତ ବ୍ୟକ୍ତିଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନସ୍ଥ ହସ୍ପିଟାଲଗୁଡ଼ିକରେ ଦୁର୍ଘଟଣାର ସର୍ବାଧିକ 7 ଦିନ ମଧ୍ୟରେ ଟ୍ରମା ଏବଂ ପଲିଟ୍ରମା ସମ୍ବନ୍ଧିତ ସ୍ୱାସ୍ଥ୍ୟ ସୁବିଧା ପ୍ୟାକେଜ ମିଳିପାରିବ। ଯେକୌଣସି ରାସ୍ତାରେ ମୋଟର ଯାନ ବ୍ୟବହାର ଦ୍ୱାରା ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ନଗଦ ବିହୀନ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ଏହି ଯୋଜନା ପ୍ରସ୍ତୁତ ହେଉଥିବା ମନ୍ତ୍ରୀ ଗଡ଼କରୀ କହିଛନ୍ତି। ମୋଟର ଯାନ ଅଧିନିୟମ 1988ର ଧାରା 164B ଅନୁଯାୟୀ ଗଠିତ ମୋଟର ଯାନ ଦୁର୍ଘଟଣା ପାଣ୍ଠି ଅଧୀନରେ ଏହି ଯୋଜନା ପରିଚାଳିତ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।